ଆଜିର ଦିବସଟା ମନେ ପକାଇବାଟା ହେଉଛି କାର୍ଗିଲର ବିଜୟ ଦିବସ। କାର୍ଗିଲର ଯୁଦ୍ଧ ଯେଉଁ ସମୟରେ ହେଇଥିଲା, ଇଏ ଗୋଟେ ଐତିହାସିକ ପଦକ୍ଷେପ କହିଲେ ଅତ୍ୟୁକ୍ତି ହେବ ନାହିଁ। ସେତେବେଳର ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ନେତୃତ୍ୱରେ ଯେତେବେଳେ ପରମାଣୁ ବୋମା ଟେଷ୍ଟିଂ ହେଲା, ତାପରେ ଯେଉଁ ଭାରତକୁ ଅନ୍ୟାନ୍ୟ ଦେଶଙ୍କର ଯେଉଁ ଗୋଟେ ସଙ୍କଟାଭାବ ଥିଲା ଏବଂ ତାକୁ ପରୀକ୍ଷଣ କରିବା ପାଇଁ ବାଜପେୟୀ ସରକାରରେ ବେଳକୁ ଅନ୍ୟ ଦେଶର ସୈନିକମାନେ ଆମ ଦେଶ ଭିତରେ ପଶି ଆସିଥିଲେ। ତାହା ଜାଣିଲା ପରେ ସେତେବେଳର ସରକାର ଯେଉଁ ଆମ ସରକାର ଥିଲା ତାଙ୍କୁ ପ୍ରତ୍ୟାକ୍ରମଣ କରିଥିଲେ ଏବଂ ବହୁତ ଯୋଦ୍ଧା ଆମର ମଧ୍ୟ ଶହୀଦ ହୋଇଥିଲେ। କିନ୍ତୁ ସେ ଶହୀଦ ହେଲେ ମଧ୍ୟ ଭାରତର ଯେଉଁ ବିଜୟ ହୋଇଥିଲା କାର୍ଗିଲ ବିଜୟ, ଏହା ଗୋଟେ ଐତିହାସିକ ଥିଲା ଏବଂ ସେ ବିଜୟ ଠାରୁ ଦେଶର ପରିବର୍ତ୍ତନ ଆସିଛି। ତାପରେ ପରେ ଯେତେବେଳେ ମୋଦି ସରକାର ଆସିଲା ପରେ ନିଜର ସାମରିକ ବାହିନୀକୁ ଯେଉଁ ସଶକ୍ତ କରିଛନ୍ତି ଏବଂ ଯୁଦ୍ଧାସ୍ତ୍ର ଯେଉଁ ନିର୍ମାଣ କରାଉଛନ୍ତି, ସିଏ ଅନ୍ୟ ଦେଶ ପାଇଁ ଉଦାହରଣ। ତେଣୁ ଅନ୍ୟ ଦେଶ ଆଜି ଆମଠୁ ଶିଖୁଛି। ତେଣୁ ନିଶ୍ଚିତ ଭାବରେ ଆମ ଦେଶ ପ୍ରଗତି ପଥ ଅଛି, ଅଗ୍ରଣୀ ପଥ ଅଛି ଏବଂ ଦେଶକୁ ସୁରକ୍ଷା ଦେବାରେ ନିଶ୍ଚିତ ଭାବରେ ସକ୍ଷମ ଅଛି। ଯେ ମୋଦି ସରକାରରେ ଏହା ଗୋଟେ ନିଶ୍ଚିତ ଭାବରେ ଶିକ୍ଷଣୀୟ ବିଷୟ।